ସୁଭଦ୍ରା ଯୋଜନାକୁ ନେଇ ଆସିଲା ନୂଆ ବର୍ଷର ନୂଆ ନିୟମ। ଦେଖନ୍ତୁ ଯେନ୍ ମହିଳାମାନେ ପ୍ରଥମ ଦ୍ୱିତୀୟ ଓ ତୃତୀୟ କିସ୍ତି ପାଇଛନ୍ ଆଉ ଯେନ୍ ମହିଳାମାନେ ନୂଆ ଆବେଦନ କରିଛନ୍ ଆଉ ତାଙ୍କର ପ୍ରଥମ କିସ୍ତି ପାଇବାକେ ଯାଉଛନ୍ ସେମାନଙ୍କର ଲାଗି ଆସିଲା ନୂଆ ନିୟମ। ଯଦି ଆପଣ ଜଣେ ମହିଳା ହିତାଧିକାରୀ ଆପଣ ସୁଭଦ୍ରାର ଟଙ୍କା ପାଉଛନ୍ ଆଉ ଆପଣଙ୍କର ନାଁରେ ଧାନ ମଣ୍ଡି କାର୍ଡ଼ ଅଛି। ବର୍ତ୍ତମାନ ଜାଣିଥିବେ ଯେ ଓଡ଼ିଶାରେ ଧାନ ଦେବାଟା ଚାଲିଛି ଯେନ୍ଟାକି ଆପଣମାନେ ଚାଷୀମାନେ ଯେନ୍ମାନେ ଅଛନ୍ ଚାଷୀ ପରିବାର ସେମାନେ ଧାନ ମଣ୍ଡିରେ ଧାନ ଦେବାକେ ଚାହୁଁଛନ୍। ତ ସେମାନେ ଯଦି ତାଙ୍କର ୱାଇଫ୍ ମାନେ ଆପଣଙ୍କର ମହିଳାମାନଙ୍କର ନାଁରେ ଯଦି ଧାନ ମଣ୍ଡି କାର୍ଡ଼ ବନେଇ କରି ଦଉଛନ୍ ବୋଇଲେ ସେ ମହିଳା ବାଦ୍ ପଡ଼ବେ ସୁଭଦ୍ରା ଯୋଜନାରୁ। ତାର୍ ସାଙ୍ଗେ କାଣା আছে ଯେନ୍ ମହିଳାମାନଙ୍କର ପରିବାର ମାନେ ଗୋଟେ ରାସନ କାର୍ଡ଼ ଧରା ଅଛି। ତ ମନେ କରୁନ୍ ଆପଣଙ୍କର ରାସନ କାର୍ଡ଼ରେ 5 ଜଣ ଅଛନ୍ ଆଉ 5 ଜଣଙ୍କର ଭିତରୁ ଜଣେ ବି ଯଦି ରାସନ କାର୍ଡ଼ରେ ଇନକମ୍ ଟ୍ୟାକ୍ସ ପେ କରୁଛନ୍ ବୋଇଲେ ବି ଆପଣ ସେ ସୁଭଦ୍ରା ଯୋଜନାରୁ ବାଦ୍ ପଡ଼ବେ। ତାର୍ ସାଙ୍ଗେ ଆପଣଙ୍କୁ ଯଦି ସେ ମହିଳା ନାଁରେ 4 ଚକିଆ ଯାନ ଅଛେ ବୋଇଲେ ବି ସେ ସୁଭଦ୍ରା ଯୋଜନାରୁ ବାଦ୍ ପଡ଼ବେ। ସେ ଚତୁର୍ଥ କିସ୍ତି ଟଙ୍କା ନେଇ ପାଉନ୍। ଆଉ ଯେନ୍ମାନେ ନୂଆ ଆବେଦନ କରୁଛନ୍ ସେମାନଙ୍କର ବି ଯଦି 4 ଚକିଆ ଯାନ ଅଛେ କିମ୍ବା ଯଦି ଆପଣ ଯଦି ମାସିକ 1500 କିମ୍ବା ବାର୍ଷିକ 18,000 ଟଙ୍କାର ଉର୍ଦ୍ଧ୍ୱ ରାଜ୍ୟ ସରକାରଙ୍କ ତରଫରୁ କୌଣସି ସ୍କିମ୍ ଅଣ୍ଡରରେ ଯଦି ପଇସା ପାଉଛନ୍ ବୋଇଲେ ବି ଆପଣ ସୁଭଦ୍ରାରେ ଅଯୋଗ୍ୟ ହେବେ। ଆଉ ଆପଣଙ୍କର ଯେନ୍ ତୃତୀୟ କିସ୍ତି ଯଦି ପାଇଛନ୍ ଆଉ ଚତୁର୍ଥ କିସ୍ତି ବି ନେଇ ପାଇପାରନ୍। ଆଉ ଯେନ୍ମାନେ ନୂଆ ଆବେଦନ କରିଛନ୍ ସେମାନେ ବି ଯଦି ଇ ଅଣ୍ଡରରେ ଆସୁଛନ୍ ବୋଇଲେ ସେମାନେ ତାଙ୍କର ପ୍ରଥମ କିସ୍ତି ଟଙ୍କା ନେଇ ପାଇପାରନ୍। ଆଉ ମନେ ରଖୁନ୍ ଯେ ଆପଣ ଯେନ୍ ମହିଳାମାନେ ନୂଆ ଆବେଦନ କରୁଛନ୍ ସେମାନଙ୍କର ଲାଗି ବହୁତ ଖୁସି ଖବର, କାରଣ ରାଜ୍ୟ ସରକାର ଆସନ୍ତା ଜାନୁଆରୀ ମାସ ପ୍ରଥମ ସପ୍ତାହରେ ମାନେ ଯେନ୍ ମହିଳାମାନେ ନୂଆ ଆବେଦନ କରିଛନ୍ ସେମାନଙ୍କୁ ପ୍ରଥମ ଆଉ ଦ୍ୱିତୀୟ କିସ୍ତି ଟଙ୍କା 10,000 ଟଙ୍କା ଦେବେ ବୋଲିକରି ଘୋଷଣା କରିଛନ୍। ଆପଣ ବି ଗୋଟେ ନୂଆ ଆବେଦନ କରିଛନ୍ ବୋଇଲେ ଆପଣ କାଣା କରିବେ ଯେ ପହିଲା ଆପଣଙ୍କର ଆକାଉଣ୍ଟକେ ଡିବିଟି ଲିଙ୍କ୍ କରିକିନା ରଖିବେ, ଯାହାଫଳରେ କି ଆପଣଙ୍କର ଆକାଉଣ୍ଟକେ ସିଧାସଳଖ ଆପଣଙ୍କର ପଇସାଟା ଆସିପାରବା। ଆଉ ଯଦି ଆପଣଙ୍କର ଆକାଉଣ୍ଟରେ ଡିବିଟି ଲିଙ୍କ୍ ନେଇ ରହେ ବୋଇଲେ ସେ ପଇସାଟା ରିଜେକ୍ଟ ହେଇଯିବା ଆଉ ଆପଣଙ୍କର ଆକାଉଣ୍ଟରେ ଯେନ୍ ସୁଭଦ୍ରାର ଟଙ୍କାଟା ନେଇ ପାଇପାରନ୍। ଆପଣ ଜାଣିଥିବେ ସୁଭଦ୍ରାର ଯେନ୍ ପଇସା ଦିଆହେଉଛି ମହିଳାମାନଙ୍କ ସଶକ୍ତିକରଣ ଆଉ ମହିଳାମାନଙ୍କର ବିକାଶ ଲାଗି, ଯେନ୍ଥିରେ କି ନିଜର ପରିବାରରେ ତାଙ୍କର ଆର୍ଥିକ ସହାୟତା କରିପାରିବେ ଆଉ ନିଜେ କୌଣସି ଛୋଟ ମୋଟ ବ୍ୟବସାୟ କରିକିନା ସେନର ଆର୍ଥିକ ସହାୟତା କରିବେ ନିଜର ଘରକୁ ବୋଲିକରି ରାଜ୍ୟ ସରକାରଙ୍କ ତରଫରୁ এই ଯୋଜନାଟା ଆରମ୍ଭ କରାଯାଇଛି। এই ଯୋଜନାର ଓଡ଼ିଶାର ବହୁତଟେ ମହିଳା ଉପକୃତ ହେଉଛନ୍।